ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଜି ଅପରାହ୍ନ ପ୍ରାୟ 5ଟା ସମୟରେ ଚପରା ପାଣିଟାଙ୍କି ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ସହିତ ପଲ୍ସର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଜଣେ 28 ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଝାମୁଣ୍ଡା ଗ୍ରାମ ବାରିସାହିର ସ୍ୱର୍ଗତ ବିନୋଦ ପ୍ରଧାନଙ୍କ ତୃତୀୟ ପୁଅ ଆଲୋକ ପ୍ରଧାନ। ସୂଚନା ଅନୁସାରେ ଆଲୋକ ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ନିଜ ବାପାଙ୍କ ବର୍ଷିକିଆ କାମ ଅର୍ଥାତ୍ ବାର୍ଷିକ ଶ୍ରାଦ୍ଧ ପାଇଁ ଗୁଜରାଟରୁ ଗାଁକୁ ଆସିଥିଲେ। ଆଜି ଅପରାହ୍ନରେ ଆଲୋକ କୌଣସି ଏକ କାମରେ ନିଜ ପଲ୍ସର ବାଇକ୍ OD 32G3957 ଯୋଗେ ଜଗନ୍ନାଥ ପ୍ରସାଦ ଆଡ଼କୁ ଆସୁଥିଲେ। ଏହି ସମୟରେ ଭୁବନେଶ୍ୱରରୁ ଝାମୁଣ୍ଡା ଦେଇ ଭଞ୍ଜନଗର ଯାଉଥିବା ଶୁଭମ ନାମକ ଏକ ଯାତ୍ରୀବାହୀ ବସ୍ OD 25D5556 ସହିତ ଏକ ବୁଲାଣିଠାରେ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଆଲୋକ ବାଇକ୍ ସହ ବସ୍ର ସମ୍ମୁଖ ଭାଗରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆଲୋକକୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଜଗନ୍ନାଥ ପ୍ରସାଦ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଓ ବାଇକ୍କୁ ଜବତ କରିଛି। ଏହା ସହିତ କେସ୍ ନମ୍ବର 326ରେ ଏକ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ASI ପ୍ରିୟରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗଞ୍ଜାମରୁ ରଞ୍ଜିତ ଜେନାଙ୍କ ରିପୋର୍ଟ, ଶ୍ରୀ ନ୍ୟୁଜ୍।